କନ୍ଧମାଳ କବି ସ୍ୱପ୍ନ କୁମାର ତ୍ରିପାଠୀଙ୍କ କବିତା ଜ୍ୟୋତି ଶିରିଡ଼ି ସାଇ। ଶିରିଡ଼ି ସାଇ ସନ୍ଥ ମହାତ୍ମାଟେ ଆତ୍ମଜ୍ୟୋତି ପ୍ରଦର୍ଶନ, ଯବନ ଜାତିର ବନ୍ଧୁ ମାନବ ହିନ୍ଦୁର ବି ସମାୟନ। ସିଦ୍ଧ ସନ୍ଥ ମହାତ୍ମାଙ୍କ ଚକ୍ଷୁ ମାନବତା ସଂଲଗ୍ନ, ଜାତି ଧର୍ମରୁ ବହୁ ଊର୍ଦ୍ଧ୍ୱରେ ଜ୍ୟୋତି ଚକ୍ଷୁ ନିର୍ବାଣ। ସେଇ ଲାଗି ହିନ୍ଦୁ ପୂଜେ ସାଇଙ୍କୁ ହୃଦମନ ଅର୍ପଣ, ଫକୀର ବେଶରେ ବନ୍ଧୁଙ୍କ ଜୀବନ ନିତ୍ୟ ଶୋଭାବର୍ଦ୍ଧନ। ହିନ୍ଦୁ ଚେତନା ନିତ୍ୟ ସନ୍ଦର୍ଭ, ଚକ୍ଷୁ ପୂର୍ଣ୍ଣ ଜ୍ୟୋତିର, ବାବାଙ୍କ ବହୁ ଚମତ୍କାରିତା ବି ହିନ୍ଦୁ ଚେତନା ସ୍ୱର। ଧର୍ମ ବିବାଦ ନିତ୍ୟ ଭାରତେ, ଅପ୍ରୀତି ସ୍ୱନ ବାରତା, ହତ୍ୟା ଆକ୍ରୋଶ ରକ୍ତପାତର ନିତ୍ୟ ବାହେ ଦୁର୍ଦ୍ଦଶା। କାହିଁକି ପୂଜେ ହିନ୍ଦୁ ଶିରିଡ଼ି ସାଇଙ୍କୁ, ସେଇ ହିଁ ଦର୍ଶନ ସତା। ଭାତୃତ୍ୱପଣର ଦୁଇ ବନ୍ଧୁଜନ, ବାହେ କାହିଁକି ଶତ୍ରୁତା। ଏ ଭାରତ ଏକ ସନ୍ଦର୍ଭ ତୀର୍ଥଟେ, ନିତ୍ୟ ପ୍ରେମ କଥନ, ଭାବର ଆଦାନ ପ୍ରଦାନ ସୂତ୍ରେ ମାନବର କଲ୍ୟାଣ। ଅବୁଝାପଣରେ ମୁଣ୍ଡ ଗଡ଼ିଲେ ସେଇ ହାର ମାନବତା, ହିନ୍ଦୁ ଯବନ ଐକ୍ୟ ଧରିତ୍ରୀର ଗୋଟିଏ ଧରଣୀ ମାତା। ଏଇ ଧରିତ୍ରୀ ହିଁ ଯୋଗାଏ ଅନ୍ନ, ଏଇଠି ଗଢ଼େ ବସତି, ଆତ୍ମାରେ ପ୍ରଯତ୍ନ ଧରିତ୍ରୀ ମାତା ହିଁ ସଜେଇ ଦିଏ ପୀରତି। ଶିକ୍ଷାର ଜ୍ୟୋତି ଭାରତେ ସନ୍ଦର୍ଭ, ଜୀବନେ ମହାକଲ୍ୟାଣ, ଉଚିତ ଶିକ୍ଷା ହିଁ ଆତ୍ମାର ପ୍ରଗତି, ଶିଶୁହେଁ ପ୍ରୀତି ନିଧାନ। ଶିଶୁଙ୍କ ମୁଖରେ ଜ୍ୟୋତି ଦର୍ଶନ, ସେଇ ପ୍ରୀତି ଭଗବାନ। ସଭିଏଁ ପଢ଼ନ୍ତୁ, ଜୀବନ ଗଢ଼ନ୍ତୁ, କବିର କବିତା ଶୁଣ। ନିତ୍ୟ ଜୀବନ ମୁକ୍ତି ସନ୍ଦର୍ଭ, ମାତୃ ରଚନା କଲ୍ୟାଣ। ମହାଭାରତ, ମାତା ଭାରତ, ପବିତ୍ର ଧରିତ୍ରୀ, ବନ୍ଦେ ମାତରମ୍ ସ୍ୱନ। ଧନ୍ୟବାଦ।